ଇସୁ ଏଟା କଣ ଖାଉଛି। ସୋ ହ୍ୟାଲୋ ଭାଇ ମାନେ ଆଜି ହଉଛି ଡେ 49 ମୋ ମିନି ବ୍ଲଗ ର। ଆଜି ସକାଳୁ ସକାଳୁ ଦୀପୁ ଆଉ ମୁଁ ଆସିକି ପହଞ୍ଚି ଯାଇଥିଲୁ ଆମ ସପ୍ କୁ କିଛି ଜିନିଷ ନବା ପାଇଁ। ଜିନିଷ କଣ ଭାଇ ଆମେ ଓଲ୍ଡିଂ ମେସିନ କୁ ଧରିକି ପଳେଇ ଆସିଥିଲୁ ଘରକୁ ଆସି ଦେଖିଲାକୁ ଇସୁ କମେ ରାଗିଥାଏ। ମୁଁ ତ ଜାଣିନି ଭାଇ କଣ ହେଇଛି ତାର। ଫଟୋ ଆମେ ଲାଗି ଯାଇଥିଲୁ ଯୋଉ ଓଲ୍ଡିଂ ମେସିନ ନେଇକି ଆସିଥିଲି ତା କାମ କମ୍ପ୍ଲିଟ କରିବା ପାଇଁ। ତ ଯେତିକି ଓଲ୍ଡିଂ କାମ ଥିଲା ତାକୁ କମ୍ପ୍ଲିଟ କରି ସାରି ମୁଁ ବାହାରିକି ପଳେଇ ଆସିଥିଲି ଆମ ବଣିଆପାड़ ଛକକୁ ଚିକେନ ନବା ପାଇଁ। ଯେହେତୁ ଆଜି ବାରିଟା ଥିଲା ତ ଫଟୋ ଚିକେନ ନେଇ ଘରକୁ ଆସିଲା ବେଳକୁ ଆଣ୍ଟିଙ୍କ ଦୋକାନରୁ କିଛି ଦିଟା ମସଲା ନେଇ ଘରେ ଆସି ପହଞ୍ଚି ଦେଖିଲାକୁ ଆମ ଜିଓ ମାର୍ଟରୁ ଅର୍ଡର ଆସିକି ପହଞ୍ଚିଥିଲା ଯୋଉଟା ଥିଲା ତେଲ ଆଉ ପିଆଜ ମାନେ ପୁରା ଚିକେନ କଷାଟା ଆଜି ହବ ଆଉ। ତ ଯେତିକି ସବୁ ହତିଆର ଥିଲା ତାକୁ ଇସୁ ସାଙ୍ଗରେ ସାଇଜ କରି ଦେଖିଲାକୁ ଆଜି ବାପାଙ୍କ ସ୍ପେଶାଲ ଚିକେନ କଷା ହଉଥିଲା ଆଉ ସେଇ ଭିତରେ ଇସୁ ବି ତାର ପୁରା ଗାଧେଇ ପିଧେଇ ରେଡି ହେଇକି ଆସିକି ପହଞ୍ଚି ଯାଇଥିଲା। ବାପା ମସଲା କଷି ଚିକେନ କୁ ମସଲାରେ ପକେଇଲା ଭିତରେ ଇସୁ ଆସିକି ପ୍ଲେଟ ଧରିକି ବସି ଯାଇଥିଲା ଯେହେତୁ କଷା ଖାଇବ। ତ ବାପା ମୁଁ ଆଉ ଇସୁ ଆମେ କଷାର ମଜା ନେଲା ଭିତରେ ଆମ ତରକାରୀ ବି ହେଇଥିଲା ରେଡି। ତ ମୁଁ ଫଟଫାଟ ଯାଇକି ଗାଧେଇକି ଆସି ଦେଖିଲା ବେଳକୁ ଇସୁ ବସିକି ପୁରା ଚିକେନ ପିସ ର ମଜା ନଉଥିଲା ଆଉ। ତ ସେ ଫାଷ୍ଟ ନିଜେ ଖାଇଲା ତାପରେ ବାପାଙ୍କୁ ବି ଖୋଇଥିଲା ତ ମୁଁ କମେ ବାକି ରହିବି। ମୁଁ ବି ଭାତ ତରକାରୀ ଧରିକି ପଳେଇ ଆସିଥିଲି ଖାଇବା ପାଇଁ। ଆଉ ଚିକେନ ହେଇଛି ମୁଢିଟାକୁ କେମିତି ଛାଡିଦବା ଭାଇ ମାନେ ପେଟେ ମୁଢି ଖାଇ ଆମେ ବାହାରିକି ପଳେଇ ଆସିଥିଲୁ ମାଇନି। ଆଉ ସେଠୁ ଆସି ପହଞ୍ଚି ଯାଇଥିଲୁ ଆମେ ସପ୍ ରେ। କଣ ପାଇଁ ନା ଭାଇ ଆସିକି ପହଞ୍ଚିଥିଲା ଆମ ସପ୍ କୁ। ଆଉ ଗୋଟେ ଜିନିଷ ଭାଇ ମାନେ ରବିବାର ଦିନ ଆମ ସପ୍ ର ଅଫ୍ ଡେ ଥାଏ ମାନେ କଣ କ୍ଲୋଜ ଥାଏ। ତ ଯିଏ ବି ଭାଇ ମାନେ ରବିବାର ଦିନ ପ୍ଲାନିଂ କରୁଛ ଆମ ସପ୍ କୁ ଭିଜିଟ କରିବା ପାଇଁ ନିହାତି କଣ୍ଟାକ୍ଟ କରିକି ଆସିବ। ତ ବଜାରରୁ ଆସିଲା ବେଳକୁ ମୁଁ କିଛି ଦିଟା ପରିବା ଧରିକି ପଳେଇ ଆସିଥିଲି ଘରକୁ। ସୋ ଭାଇ ମାନେ ଆଜିକାର ବ୍ଲଗଟା ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣେଇବେ। ଜୟ ଜଗନ୍ନାଥ।